ଏଇ ବିଜୁ ଜନତା ଦଳ ସରକାର ଗତ 24 ବର୍ଷ ହେଲା ସରକାର ଥିଲା ଏଇ ପୋଲାଭରକୁ ନେଇକି ସେତେବେଳେ ମଧ୍ୟ ସେ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ତ ଏବେ ବର୍ତ୍ତମାନ ତା ପାଖରେ ଆଉ କିଛି ଇସ୍ୟୁ ନାହିଁ। ବର୍ତ୍ତମାନ କେବଳ ମାନେ ମାନଚିତ୍ରରେ ରହିବା ପାଇଁ ବୋଲିକି ବର୍ତ୍ତମାନ ଚେଷ୍ଟା କରୁଛି ବିଜୁ ଜନତା ଦଳ। ଆଉ କିଛି ତାର ମାନେ ସେଥିରେ କିଛି ସତ୍ୟତା ନାହିଁ। ତେଣୁ ପୋଲାଭରମ ଉପରେ ସବୁବେଳେ ଭାରତୀୟ ଜନତା ପାର୍ଟି ତା ଉପରେ ସବୁବେଳେ ସେ ମାନେ ସକ୍ରିୟ ଅଛି ଏବଂ ସବୁବେଳେ ତା ଗୁରୁତ୍ୱ ଦେଇକି ଆସିଛି। ତ ତା ଦ୍ୱାରା ଓଡ଼ିଶାର କ'ଣ ଅସୁବିଧା ହେଉଛି ସୁବିଧା ହେଉଛି ସେଥି ଉପରେ ଆମର ମୋହନ ମାଝୀ ସରକାର ପୁରା ତୀକ୍ଷ୍ଣ ଦୃଷ୍ଟି ରଖିଛି। ତେଣୁ ସେଇ ଉପରେ ଏ ଯୋଉ ବିଜୁ ଜନତା ଦଳ ଯୋଉ କୁମ୍ଭୀର କାନ୍ଦଣା କାନ୍ଦୁଛି ସେ କେବଳ ମାନେ ଗୋଟେ ହାସ୍ୟାସ୍ପଦ କଥା। ତ ଏଇ ଉପରେ ବିଜୁ ଜନତା ଦଳ କହିବାର କିଛି ରାଇଟ୍ସ ହିଁ ନାହିଁ, କାରଣ ସେମାନେ 24 ବର୍ଷ ହେଲା ରହିଥିଲେ କରୁଥିଲେ କ'ଣ? ସେମାନେ ତ ସହଯୋଗ କରିକି ଆସୁଥିଲେ କେନ୍ଦ୍ର ସରକାରକୁ, ସବୁଥିରେ ତ ସହଯୋଗ କରିଥିଲେ। ଏବେ କେମିତି କେନ୍ଦ୍ର ଅବହେଳା କରୁଛି ଏକଥା ଏବେ କେମିତି ବିଜୁ ଜନତା ଦଳକୁ ହେତୁ ହେଲା? ତେଣୁ ପୋଲାଭରମ ଉପରେ ଓଡ଼ିଶାର ସେମିତି କିଛି ନଷ୍ଟ ହବାର କିଛି ସେମିତି କିଛି ନାହିଁ। ତା ଉପରେ ସବୁବେଳେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇକି ଆସିଛନ୍ତି। ତେଣୁ ଯାହା ଯୋଉଟା ଠିକ ଉପରେ ନୀତି ଉପରେ ଯାହା ଠିକ କରିବା କଥା ସେ ଉପରେ ସରକାର ମାନେ ଗୁରୁତ୍ୱ ଦେଇକି ତାକୁ ଚାଲିଛନ୍ତି। ବାଃ, ପ୍ରଗତି ଗୋଲ୍ଡ ମିଲ୍କ ସମ୍ପୂର୍ଣ୍ଣ ଉନ୍ନତ ମାନର ଦୁଗ୍ଧ।